ଆଜିର କାର୍ଯ୍ୟକ୍ରମ ଥିଲା ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନାଙ୍କର ଆଉ ସିଏ ଥିଲେ ଡିଷ୍ଟ୍ରିକ୍ଟ ସଭାପତି ପୂର୍ବତନ ତାଙ୍କର ଆଜି ଜନ୍ମଦିନ। ଏହି ଜନ୍ମଦିନ ଅବସରରେ ଆମେ ସମସ୍ତେ ଏଠି ବସ୍ତା ହସ୍ପିଟାଲରେ ଏକତ୍ରିତ ହୋଇଛୁ ଆଉ ତାଙ୍କର ଶୁଭ କାମନା କରୁଛୁ। ସମସ୍ତଙ୍କର ଆଶୀର୍ବାଦ ଆଉ ଭଲ ପାଇବା ତାଙ୍କ ସହିତ ଅଛି। ପ୍ରଭୁ ଜଗନ୍ନାଥ ତାଙ୍କ ଚଲାପଥ କୁସ୍ମିତ କରନ୍ତୁ, ସେ ସୁସ୍ଥ ଓ ନିରାମୟ ଜୀବନ କରନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ ଆଉ ଲୋକମାନଙ୍କର ସେବା ଯେପରି ଭାବରେ କରୁଥିଲେ ସେହିପରି କରିବାର ସାହସ ଶକ୍ତି ପ୍ରଭୁ ଜଗନ୍ନାଥ ତାଙ୍କୁ ଦିଅନ୍ତୁ। ଧନ୍ୟବାଦ। ଆଜି ଆମ ବାଲେଶ୍ୱର ଜିଲ୍ଲାର ବିକାଶ ପୁରୁଷ ପୂର୍ବତନ ସାଂସଦ ଆମ ସମସ୍ତଙ୍କର ପ୍ରିୟ ଆମ ନେତା ମାନନୀୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନାଙ୍କର ଜନ୍ମଦିବସ ଉପଲକ୍ଷେ ଆମେ ପ୍ରଥମେ ବସ୍ତାସ୍ଥିତ ଈଶ୍ୱରବର୍ତ୍ତୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ଏବେ ହସ୍ପିଟାଲରେ ସମସ୍ତେ ଆସିକି ଫଳ ବଣ୍ଟନ କଲୁ। ତାପରେ ଆମର ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆର୍କେ ଜେନା ସାରଙ୍କର ସୁସ୍ଥ ନିରୋଗ ଓ ଦୀର୍ଘ ଜୀବନ କାମନା କରୁଛୁ। ଆଜି ଆମର ମାନ୍ୟବର ପୂର୍ବତନ ଜିଲ୍ଲା ସଭାପତି ଏବଂ ପୂର୍ବତନ MP ରବୀନ୍ଦ୍ର କୁମାର ଜେନାଙ୍କର ଜନ୍ମ ଦିବସ ଆଜି। ସେହି ଉଦ୍ଦେଶ୍ୟରେ ସମସ୍ତଙ୍କ ଆଜି ଆମେ ଉପସ୍ଥିତ ହୋଇଥିଲୁ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି ଏବଂ ଦୀର୍ଘାୟୁ କାମନା କରି ଆମେ ଆଜି ଆମ ହସ୍ପିଟାଲରେ ରୋଗୀମାନଙ୍କୁ ଫଳବଣ୍ଟନ କରିଛୁ। ଆଜି এই କାର୍ଯ୍ୟକ୍ରମ ହେଇଛି ଆମର ପୂର୍ବତନ ସାଂସଦରେ ଥିଲେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନାଙ୍କ ଆଜି ଜନ୍ମଦିନ। ସେଇଥିପାଇଁ ଆଜି ରୋଗୀମାନଙ୍କୁ ଦଳ ତରଫରୁ ଫଳ ବଣ୍ଟନ କରାଗଲା। ଆଉ ଯିବୁ ଆମେ ତାଙ୍କ ସାଥିରେ ସାକ୍ଷାତ କରିବୁ, ବାଲେଶ୍ୱର ତାଙ୍କୁ ସାକ୍ଷାତ କରିବୁ। ସେଠି କାର୍ଯ୍ୟକ୍ରମ ରହିଛି, ବହୁତ କାର୍ଯ୍ୟକ୍ରମ ରହିଛି। ସେଥିରୁ ଆମେ 10 ଜଣ ଯାଇକି ସାମିଲ ହେବୁ। ମୋ ନାମ ଶ୍ରୀ ଶଙ୍କର କୁମାର କମରକର ବସ୍ତା। ଆଜି ଆମର ପୂର୍ବତନ MP ରବୀନ୍ଦ୍ର କୁମାର ଜେନାଙ୍କର ଜନ୍ମଦିନ। ସେଇ ଜନ୍ମଦିନ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆମ ବିଜେଡି ଦଳ ପକ୍ଷରୁ ବସ୍ତା ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଉଅଛି ଏବଂ ତାଙ୍କର ଶୁଭକାମନା ଆମେ କରୁଛେ, ତାଙ୍କର ଉତ୍ତରୋତ୍ତର ଉନ୍ନତି ହଉ ଏହି କହି ଆମେ